କିନ୍ତୁ ରାଣ୍ଡି ପୁଅ ଅନନ୍ତା ନା ଫକୀରମୋହନ ସେନାପତି କାହିଁକି ଦେଲେ? ଇଟ୍ ଇଜ୍ ଏ କ୍ଲାସିକ୍ ନେମ୍। ରାଣ୍ଡିରେ ଗୋଟେ କରୁଣ ରସ ଆସୁଛି, ଦୀର୍ଘ ଏ ରାଣ୍ଡି, ୟା ଉପରେ ବହୁତ ଆନାଲିସିସ୍ ହେଇଛି। ତାପରେ ସେ ରାଣ୍ଡି ପୁଅ ଅନନ୍ତାକୁ ନେଇକରି ଆମର ତ କ୍ଲାସ୍ କୋର୍ସ ଅଛି, କ୍ଲାସ୍ କୋର୍ସରେ ବି ଚାଲିଛି ତ ରାଣ୍ଡି ପୁଅ ଅନନ୍ତା, ସେଟା ବଦଳା ତ ହେଉନି। ଦୂରଦର୍ଶନ ପାଇଁ ମୁଁ ଟେଲିଫିଲ୍ମ କରିଥିଲି, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ରାଣ୍ଡି ପୁଅ ଅନନ୍ତା ଥିଲେ। ତେଣୁ ମୋ କହିବା କଥା ଏଇଟା ହେଉଛି ସମ୍ମାନ ଫକୀରମୋହନ ସେନାପତିକୁ, ଯିଏ ହେଉଛନ୍ତି ଆମର ଆଦ୍ୟ କଥାକାର। ତେଣୁ ସିଏ ଯେଉଁଟା ଲେଖିଛନ୍ତି ତାକୁ ବଦଳାଇବାର ହକ୍ ଆମ ନାହିଁ। ଆଉ ରାଣ୍ଡି ଯେ ସବୁବେଳେ ଅପମାନ ସୂଚକ ନୁହେଁ, ଏଇଟା କରୁଣ ରସ ଗୋଟେ। ଏଇଟା କ'ଣ ଏ ରାଣ୍ଡିର ଶବ୍ଦ ଅର୍ଥ? ଜଣେ ସେତେବେଳେ ଯେଉଁ ରାଣ୍ଡି ବ୍ୟବହାର ହେଉଥିଲା ବିଧବାମାନଙ୍କୁ, ଯେଉଁମାନଙ୍କୁ ଲୋକ ଗୋଟେ ପିଟିଫୁଲ୍ ଦୃଷ୍ଟିରେ ଦେଖୁଥିଲେ, ସେ ହିସାବରେ ତାଙ୍କ ପୁଅ, ଏଇଟା ହେଉଛି ଫକୀରମୋହନ ସେନାପତି ଥର। ତେଣୁ ମୁଁ ଚିନ୍ତା କଲି ଯେ ଗୋଟେ ଆଦ୍ୟ କଥାକାର କ୍ଲାସିକ୍ ନେମ୍କୁ ମୁଁ ଚେଞ୍ଜ କରିବି ନାହିଁ, କାରଣ ଏତ କ୍ଲାସ୍ କୋର୍ସରେ ବି ଅଛି। ତାହେଲେ କୋର୍ସ ବି ବଦଳା ଯାଉ, ଦୂରଦର୍ଶନ ଯେଉଁଟା ହେଇଥିଲା ସେ ବି ବଦଳା ଯାଉ। ତେଣୁ ଆମର ଓଡ଼ିଶାର ଆଦ୍ୟ କଥାକାର, ତାଙ୍କୁ ଆମର ସମ୍ମାନ ଦେବା ଦରକାର ଅଛି। ସେଥିପାଇଁ ସେଟା କହୁଛି, ସେ କହୁଛନ୍ତି, ସେ କହିଲେ ତ ସବୁ ହେବନି।